ଆସନ୍ତୁ ଆଜି ବନେଇବା ଘରୋଇ ଉପାୟରେ ସୋୟାବିନ୍ ତନ୍ଦୁରୀ ଟିକ୍କା। ଦେଖିକି ଜାଣିପାରୁଥିବେ କେତେ ଟେଷ୍ଟି ହୋଇଥିବ। ଆସନ୍ତୁ ଦେଖିବା ଏହାର ପ୍ରସ୍ତୁତି ପ୍ରଣାଳୀ। ପ୍ରଥମେ ଗୋଟିଏ ଥାଳିରେ 2 ଚାମଚ ପାଖାପାଖି ସୋରିଷ ତେଲ ନେବା। ତାପରେ ଲୁଣ, ହଳଦୀ, କାଶ୍ମୀରୀ ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, କସୁରୀ ମେଥି, ଚିକେନ ମସଲା ପକାଇ ଗୋଳେଇ ନେବା। ଘଣ୍ଟାଏ ଆଗରୁ ଦହିକୁ ଛାଣିକି ରଖିଥିଲି, ପାଣି ସବୁ ନିଗିଡି ଯାଇଛି। ଦହିକୁ ଏବେ ପକାଇବା। ଅଦା ରସୁଣ ଛେଚା ପକାଇ ଗୋଳେଇ ନେବା। 2 ଚାମଚ ବେସନ ପକାଇ ଭଲ ଭାବରେ ଫେଣ୍ଟି ନେବା। ପାଣି ଏଥିରେ ଦେବା ନାହିଁ। ଅଧଘଣ୍ଟାଏ ଆଗରୁ ବଡ଼ ସାଇଜର ସୋୟାବିନକୁ ଉଷୁମ ପାଣିରେ ପକାଇ ବତୁରେଇ ରଖିଥିଲେ। ଏବେ ତାକୁ ଭଲ ଭାବରେ ଚିପୁଡ଼ି ନେବା। କିଛି ପିଆଜ, କ୍ୟାପ୍ସିକମ, ଟମାଟୋକୁ କାଟିକି ରଖିଥିଲି ପକାଇବା। ଟମାଟୋର ଭିତର ଅଂଶକୁ ବାହାର କରି ନେଇଥିଲି। ଏବେ ଲୁଣ ପକାଇ ସବୁକୁ ଭଲ ଭାବରେ ଗୋଳେଇ ନେବା। ଏବେ ଷ୍ଟିକରେ ଗୋଟେ ପରେ ଗୋଟେ କରି ଭଲ ଭାବରେ ପୂରେଇ ନେବା। ଯଦି ଆପଣଙ୍କ ପାଖରେ ଷ୍ଟିକ ନଥିବ ତାହେଲେ ନଡ଼ିଆ ପତ୍ରରୁ କଞ୍ଚି ବାହାର କରି ନେଇପାରିବେ। ଏବେ ମୁଁ ସବୁକୁ ବନେଇ ନେଇଛି। ତାୱାକୁ ଭଲ ଭାବରେ ଗରମ କରି ତା ଉପରେ ଏପଟ ସେପଟ କରି ଲୋ ଟୁ ମିଡିୟମ ଫ୍ଲେମରେ ସେକି ନେବା। ଏଇଭଳି ସବୁତକକୁ ସେକି ନେବା। ଗ୍ୟାସ ଉପରେ ଛଣି ରଖି ତା ଉପରେ ୟାକୁ ଆଉ ଥରେ ଏପଟ ସେପଟ କରି ସେକି ନେବା, ଯେମିତି ଧୂଆଁ ବାହାରିବ। ଏବେ ଚାରିପଟରୁ ଧୂଆଁ ବାହାରିଲାଣି। ଏବେ ବାହାର କରିନେବା। ଯଦି ଏଇଭଳି ଛଣି ନଥିବ ରୁଟି ସେକାରେ ବନେଇ ପାରିବେ। ଏବେ ଆମର ପ୍ରସ୍ତୁତ ହେଇଗଲା ସୋୟାବିନ୍ ତନ୍ଦୁରୀ ଟିକ୍କା। ସତରେ ଏତେ ଟେଷ୍ଟି ହେଇଥିଲା, ଖାଇକି କେହି ଜାଣିପାରିଲେ ନାହିଁ ଏଇଟା ବାହାରୁ ଆସିନାହିଁ, ଘରେ ତିଆରି ହୋଇଛି ବୋଲି। ଥରେ ନିଶ୍ଚିତ ଭାବରେ ଏଇଭଳି ଭାବରେ ବନାନ୍ତୁ, ବାହାର ଖାଇବା ଭୁଲିଯିବେ। ଭିଡିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରିବେ ପ୍ଲିଜ। ରହିଲି, ଜୟ ଜଗନ୍ନାଥ।